ବେଳେବେଳେ ଲାଗେ ବୋଧହୁଏ ଜୀବନଟା ମୂଲ୍ୟହୀନ। ଏଠି ନିଜର ସ୍ୱାଧୀନତା ବୋଲି କିଛି ବି ନାହିଁ। ନିଜଠୁ ସବୁଠୁ ଅଧିକା ଭଲ ପାଉଥିବା ମଣିଷ ଆଗରେ ହାରିବାକୁ ପଡ଼େ। ତୁମେ ତାକୁ ଯେତେ ଭଲ ପାଅ, ତା ପାଇଁ ତୁମେ ଯେତେ ଯାହା ବି କର, ସେ କିନ୍ତୁ ତୁମକୁ ସବୁବେଳେ ବେଜିତ୍ କରିବାକୁ ପଛାଏ ନାହିଁ। କିଛି କାରଣ ନଥାଇ ବି ସବୁବେଳେ ସନ୍ଦେହ କରେ। ଜାଣିନି ଭାଇ ଏସବୁ କାହା ସହ ଘଟିଛି କି ନାହିଁ, କିନ୍ତୁ ମୋ ସହ ସବୁବେଳେ ଘଟୁଛି। ନିଜକୁ ଯେତେ କଷ୍ଟ ହେଉ ପଛେ ସବୁକୁ ସହି ସବୁଠୁ ବେଶୀ ଖୁସି ଦେବାକୁ ଚେଷ୍ଟା କରୁଥିବା ମଣିଷଟା ପାଖରେ ସବୁବେଳେ କାହିଁକି କେଜାଣି ମୁଁ ହାରିଯାଏ। ମୋତେ ଲାଗେ ସେ ଯେମିତି ମୋତେ ତା ହାତ ମୁଠାରେ ରଖିବାକୁ ଚାହୁଁଛି। କିଛି କାରଣ ନଥାଇ ବି ସବୁବେଳେ ଟିକିଏ ଟିକିଏ କଥାରେ ଝଗଡ଼ା କରିବା, ସନ୍ଦେହ କରିବା, ଏମିତି ସବୁବେଳେ କଷ୍ଟ ଯନ୍ତ୍ରଣା ଦେଉଛି ଯେ ଜୀବନଟା ଥାଇକି ନଥିଲା ଭଳିଆ ଲାଗୁଛି। ବେଳେବେଳେ ଲାଗେ ଏ ଜୀବନଟା ଚାଲିଯାଆନ୍ତା କି। ମୋତେ ଲାଗେ ସେ ବୋଧେ ଚାହୁଁଛି ମୁଁ ଏ ଦୁନିଆଟା ଛାଡ଼ିଦେଲେ ବୋଧହୁଏ ସେ ବହୁତ ଖୁସିରେ ରହିବ। ସେଥିପାଇଁ ସେ ମୋ ସହ ଜାଣିଶୁଣି ଏମିତି କରୁଛି। ବେଳେବେଳେ କିଛି କାରଣ ନଥାଇ ବି ଛୋଟ ଛୋଟ କଥାରେ ଭାରି ରିଜିଟ୍ ହେଇଯାଏ। ମୋ ଅଫିସର ଷ୍ଟାଫ୍ମାନଙ୍କ ସାମ୍ନାରେ ବି ମୋତେ ବେଜିତ୍ କରିବାକୁ ମିଛ ସନ୍ଦେହ କରି ମୋ ମୋବାଇଲ ଚେକ୍ କରିବାକୁ ମାଗିଦିଏ। ମୋତେ ଭାରି ଖରାପ ଲାଗେ। ବେଳେବେଳେ ରାଗିଯାଇ ମୋବାଇଲ ନଦେଲେ ସନ୍ଦେହଟା ଦ୍ୱିଗୁଣିତ ହୋଇଯାଏ। ଥରେ ସେ ଭାବେନି ମୋର ଗୋଟେ ଆତ୍ମସମ୍ମାନ ଅଛି, ମୁଁ ଗୋଟେ ମଣିଷ, ମୋର ବି ଇଜ୍ଜତ ଅଛି। ସମୟ ଥିଲା ମୁଁ ବି କହୁଥିଲି କ'ଣ ପୁଅ ପିଲା ହେଇ ହାରିଯାଉଛୁ, କିନ୍ତୁ ମୁଁ ଏବେ ଠିକ୍ ବୁଝିପାରୁଛି ଗୋଟେ ପୁଅ ହିଁ ସବୁବେଳେ ହାରିଯାଏ, ଗୋଟେ ପୁରୁଷ ହିଁ ସବୁବେଳେ ଯନ୍ତ୍ରଣା ପାଏ, ସେଇଟା ପୁଣି ତାର ସେ ନିଜର ମଣିଷ ପାଖରୁ। ସତ କହିଲେ କାହିଁକି ଏମିତି ହୁଏ? ଗୋଟେ ପୁରୁଷ କ'ଣ କେବଳ ସବୁ କଷ୍ଟ ଯନ୍ତ୍ରଣା ସହିବାକୁ ଜନ୍ମ ନେଇଥାଏ? ଗୋଟେ ପୁଅ କ'ଣ କେବଳ ବେଜ୍ଜିତ ହେବାକୁ ଜନ୍ମ ହୋଇଥାଏ? ଗୋଟେ ପୁରୁଷ ତା ପରିବାର, ତା ନିଜର ମଣିଷକୁ ଖୁସି କରିବାକୁ ପୁରା ଜୀବନକୁ ଜଳାଞ୍ଜଳି ଦେଇଦିଏ, କିନ୍ତୁ ସେଇ ମଣିଷଟା ଶେଷରେ ଜୀବନ ସାରା ତାକୁ କଷ୍ଟ ଦେଇ ଚାଲେ। ବହୁତ କଷ୍ଟ ହେଉଛି ଭାଇ, ବେଳେବେଳେ ସହିବାର ସୀମା ଟପି ଯାଉଛି। ସତ କହେ ଭାଇ, ସବୁ ପୁରୁଷ କ'ଣ ଏମିତି କଷ୍ଟ ପାଉଛନ୍ତି ନା ମୁଁ ଏକା ପାଉଛି? ମୁଁ ତାକୁ ବୁଝେଇବାକୁ ଯାଇ କହିଲି, ହଁ ଏଇଟା ତ ସଂସାରର ନିୟମ। ବେଶୀ ଭଲ ପାଉଥିବା ମଣିଷଟା ହିଁ ସବୁଠୁ ବେଶୀ କଷ୍ଟ ଦିଏ। ଆଉ ଏମିତି ସବୁ ପୁରୁଷ ସହିତ ପ୍ରାୟ ଘଟି ଚାଲେ। କିଏ କିଏ ଛାତିକି ପଥର କରି ସହି ସହି ଆଗକୁ ବଢ଼ନ୍ତି, ତ କିଏ କିଏ ଜୀବନ ସାରା ଚାପରେ ରହି ଆଗକୁ ବଢ଼ନ୍ତି, ତ କିଏ କିଏ ସହି ନପାରି ଅଜଣା ରାଇଜର ଅତିଥି ବି ହେଇଯାଆନ୍ତି। ପ୍ରାୟ ଅଧିକାଂଶ କେସ୍ରେ ପୁରୁଷମାନେ ହିଁ ଜୀବନ ସାରା କଷ୍ଟ ଯନ୍ତ୍ରଣା ସହନ୍ତି, ହେଲେ ସେ କଥା କାହାକୁ କହିପାରନ୍ତିନି କି କାନ୍ଦି ବି ପାରନ୍ତିନି। ପ୍ରେମିକା ହେଉ କି ବିବାହିତା ମହିଳା, ଏମାନଙ୍କର କିଛି ହେଲେ ସାମ୍ନାକୁ ଆସି କାନ୍ଦି କାନ୍ଦି କହିଦେଲେ ନା ଏ ସମାଜ ତାଙ୍କୁ ଠିକ୍ କୁହେ। ଆଉ ପୁରୁଷର ଦୋଷ ଥିବ ବୋଲି ଆଲିଗେସନ୍ ବି ଆଣିବାକୁ ଏ ସମାଜ କେବେ ବି ପଛାଏନି। କେବେ କେହି ପୁରୁଷର ଲୁହ ଦେଖିନାହାନ୍ତି କି କଷ୍ଟକୁ ଅନୁଭବ କରିନାହାନ୍ତି। ହେଲେ କ'ଣ କରିବା, ଭଗବାନ ବୋଧେ ଆମକୁ ସେଥିପାଇଁ ଏ ଦୁନିଆକୁ ଆଣିଛନ୍ତି। ଆମର ସହିବାର ଶକ୍ତି ଅଛି, ଆମେ କଷ୍ଟ ଯନ୍ତ୍ରଣା ପାଇବି ଆଗକୁ ବଢ଼ିବା ଭଳି ସାହସ ଅଛି। ଜୀବନରେ କ'ଣ ଅଛି, ମରିଗଲେ ତ ସରିଗଲା ନା। ସବୁ ଘାତ ପ୍ରତିଘାତକୁ ସାମ୍ନା କରି କରି ବାକି ଜୀବନ କାଟିବାକୁ ତ ପଡ଼ିବ। ଦୁଃଖ କରନି, ସବୁ ଲୁହକୁ ଭିତରେ ରଖି ହସି ହସି ଜୀବନଟା କାଟିଦିଅ। ମୋତେ ଲାଗୁଥିଲା ସେ ଭାରି ଟେନସନ୍ରେ ଥିଲା, କିଛି ଯେମିତି କରିଦେବ ସେମିତି ଲାଗୁଥିଲା। ତାକୁ ଏମିତି କହି ବୁଝେଇଥିଲି, ଆଉ ସେ ଟିକେ ରିଲାକ୍ସ ହେଇ ଫୋନ୍ଟା କାଟି ଦେଇଥିଲା। ସତ କହିଲେ ଗୋଟେ ପୁରୁଷ ଜୀବନ ସାରା ତା ପରିବାର ଆଉ ଜୀବନସାଥୀ ପାଇଁ ଖୁସି ଖୋଜି ଖୋଜି ପୁରା ଜୀବନଟା କାଟିଦିଏ, ହେଲେ ତାକୁ କ'ଣ ଆୱାର୍ଡ଼ ହିସାବରେ ଖାଲି ସନ୍ଦେହ, କଷ୍ଟ ଆଉ ଯନ୍ତ୍ରଣା ମିଳେ? ଆପଣଙ୍କ ମତ କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।